ବୋଧ ହୁଏ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଇଗଲାଣି। ଆପଣମାନେ ଜାଣିପାରୁଥିବେ କଣ ହଉଛି ସବୁ। କିଏ କାହା ଉପରେ ଆଟାକ୍ କରୁଛି ତାର କୌଣସି ଗ୍ୟାରେଣ୍ଟି ନାହିଁ। ଇସ୍ରାଏଲ ଆମେରିକା ମିଶିକି ଇରାନ ଉପରେ ଆଟାକ୍ କରୁଛନ୍ତି, ଇରାନ ଆଟାକ୍ କରୁଛି ୟୁଏଇ, ସାଉଦି ଆରବ, କୁଏତ, କତର। ବୁଝି ହଉନି ବର୍ତ୍ତମାନ ସମଗ୍ର ବିଶ୍ୱରେ ବର୍ତ୍ତମାନ ଜାଣିକି ହାହାକାର। କିନ୍ତୁ ଏଇ ପରିସ୍ଥିତିରେ ଆମେ ଭାରତର ଟିକେ ଶାନ୍ତିରେ ନିଶ୍ୱାସ ମାରୁଛେ। ଆଉ ଏଥିପାଇଁ ଏହାର କ୍ରେଡିଟ ନିଶ୍ଚିତ କୋଉଠି ନା କୋଉଠି ଆମ ସରକାରଙ୍କୁ ନିହାତି ଦବା ଉଚିତ। କିନ୍ତୁ ଆଜିକା ଡେଟରେ ବି ଆମ ଦେଶରେ କିଛିଟା ଏମିତି ଲୋକ ଅଛନ୍ତି ଯିଏ କି ଆମ ଦେଶ ବିଷୟରେ ଚିନ୍ତା ନ କରିକି ଅନ୍ୟ ଦେଶ ବିଷୟରେ ଚିନ୍ତା କରି ସେମାନଙ୍କ ପାଇଁ ଆଖିରେ ଲୁହ ଗଡଉଛନ୍ତି। ଇରାନର ରାଷ୍ଟ୍ର ମୁଖ୍ୟଙ୍କର ମୃତ୍ୟୁ ହେଇଗଲା, ଆମେ ଯାଇକି ସେଠି ଲଢେଇ କରିବୁ, ଇଏ କରିବୁ, ସିଏ କରିବୁ। ସେମାନେ କିଏ ପ୍ରକୃତରେ? ସେମାନେ କଣ ଆମ ଦେଶର ରହିବାର ଯୋଗ୍ୟତା ସେମାନଙ୍କ ପାଖରେ ଅଛି? ଯୋଉମାନେ ଆମ ନିଜ ଦେଶ ବିଷୟରେ ଚିନ୍ତା ନ କରିକି ଇରାନ ବିଷୟରେ ଚିନ୍ତା କରୁଛନ୍ତି। ଯଦି କାଲି ସକାଳେ ଭାରତ ଆଉ ଇରାନ ଭିତରେ ଯୁଦ୍ଧ ହୁଏ, ତାହେଲେ ସେମାନେ କାହାକୁ ସମର୍ଥନ କରିବେ? ନିହାତି ଏଇଟା ହଉଛି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସରକାର ଏଇ ସବୁ ଗୁଡିକ ଯେ ପର୍ଯ୍ୟନ୍ତ ସମାଧାନ ନ କରିଛନ୍ତି ନା, ବିଶ୍ୱଯୁଦ୍ଧ ସବୁଆଡେ ହେଇଥାଇପାରେ, କିନ୍ତୁ ଭାରତ ଭିତରେ ଏଇଭଳିଆ ଶୀତଳ ଯୁଦ୍ଧ ଲାଗିଥିଲା, ଲାଗୁଛି, ଆଗକୁ ବି ଲାଗୁଥିବ। ସରକାର ଆଗେ ୟା ଉପରେ ଆକ୍ସନ ନେବା ଉଚିତ। ଜୟ ଜଗନ୍ନାଥ।